କାହାଣୀ ଅବଲକରା କଥା, ବିକଟାଳ ପୁରୁଷ କଥା। ଗଙ୍ଗା ଯମୁନା ସରସ୍ୱତୀ ତୀର୍ଥ ପଥରେ ଲକ୍ଷ୍ମଣଝୁଲା ନିକଟ ପଶ୍ଚିମାଞ୍ଚଳ ମହାରାଷ୍ଟ୍ର ସେତେବେଳକାର ବିକ୍ରମପୁର ନାମ ଥିଲା। ପଣ୍ଡିତେ ଦିନେ ସେ ରାଜ୍ୟରେ ପହଞ୍ଚି ଏକ ଅତିଥିଶାଳାରେ ରହିଲେ। ଦିନ ଆଉ ଅଳ୍ପ ଅଛି। ରହିବାର ବ୍ୟବସ୍ଥା କରି ଅବଲକରାକୁ କିଛି ପଇସା ଦେଇ ତେଲ ଚାଉଳ ଆଣିବାକୁ ନିକଟରେ ଥିବା ବଜାରକୁ ପଠାଇଲେ ପଣ୍ଡିତେ। ନିଜେ ନିତ୍ୟକର୍ମ ସାରିବାକୁ ଗଲେ ଅତିଥିଶାଳା ପାଖ ବିରାଟ ପୋଖରୀ ପାଖକୁ। ଅବଲକରା ନୂଆ ଜାଗାରେ ସେଦିନ ଟିକେ ବୁଲି ଦେଖିବାକୁ ରାଜଭବନ ଆଡ଼କୁ ମୁହାଁଇଲା। ଦିନ ତ ଅନେକ ଅଛି, ନୂଆ ଜାଗାରେ କିଛି ନୂଆ ଜାଣିବା ପାଇଁ ତାର ଆଗ୍ରହ। ରାଜାଙ୍କର ସିଂହଦ୍ୱାର ପାଖରେ କାଚ ବାଡ଼ର ଗୋଟିଏ ବିରାଟ ଘର ଦେଖିଲା। ସେଥିରେ ଦ୍ୱାର ନାହିଁ। ଭିତରେ କଳା ମୁଚୁ ମୁଚୁ ଏକ ବିରାଟ ପୁରୁଷ, 30 ହାତର ଲମ୍ବ, 5 ହାତ ମୋଟା, ମୁହଁଟା ପୁରାଣ ଯୁଗର କୁମ୍ଭକର୍ଣ୍ଣ ପରି। କୋଲା ପରି କାନ ଦୁଇଟା, ବଡ଼ ବଡ଼ ଥାଳି ପରି ଆଖି ହୋଇଛି। ତାକୁ ଦେଖି ଛାତିରେ ଛେପ ପକାଇଲା ଅବଲକରା। ତାର ମନେ ହେଲା, ଏଇଟା ଅସୁର ଦେଶ କି କ'ଣ? ବାପଲୋ କହି ଭୟରେ ଆଉ ସଉଦା କରିବ କ'ଣ? ପ୍ରାଣମୂର୍ଚ୍ଛା ଦୌଡ଼ି ଆସି ପଣ୍ଡିତଙ୍କ ପାଖରେ ଧଇଁସଇଁ ହୋଇ ଖାଲି ବୋତଲ ରଖି କହିଲା, ଆହେ ଗୋସାଇଁ ମହାପୁରୁ, ଶିଶି ବୋତଲ ରଖ, ମୋର ଦରକାର ନାହିଁ ମୋଟିଆ କାମ। ଜୀବନଟା ସତରେ ବାହାରିଯିବା। ଏ ଦେଶଟା ଅସୁର ଦେଶ। ଚାଲ ପଳାଇଯିବା, ନହେଲେ ମୁଁ ପଳାଇ ଯାଉଛି। ଏକଥା ଶୁଣି ପଣ୍ଡିତେ ଭାବିଲେ, କିଛି ଗୋଟାଏ ଆଶ୍ଚର୍ଯ୍ୟ କଥା ଏ ଦେଖିଛି। ହୁଣ୍ଡା ବୋକା ଓଲାକୁ ଆଣି ମଣିଷ ମହାବିପଦରେ ପଡ଼ିଲା। ଉପର ମନରେ ହସି ଦେଇ ପଣ୍ଡିତେ କହିଲେ, ଆରେ କ'ଣ ଦେଖିଲୁ କହ? ଅବଲକରା ସେଇ ବିକଟାଳ ପୁରୁଷ କଥା କହିବାରୁ ପଣ୍ଡିତେ ହସି ଦେଇ କହିଲେ, ହଁ, ତୁ ସେ ପାଖକୁ ନ ଯାଇ ନିକଟ ଦୋକାନରୁ ତେଲ ଚାଉଳ ହେଉ ବା ତେଲ ଅଟା ମିଳିଲେ ନେଇ ଆ, ଖାଇବା ଯୋଗାଡ଼ କରିବା। ସବୁ କଥା ତୋତେ ବୁଝାଇ ଦେବି। ଆରେ ମୁଁ ଥାଉଁ ଥାଉଁ ଭୟ କ'ଣ? ଅବଲକରା ଏହି ଅଭୟ ପାଇ ଟିକେ ହାଲୁକା ହୋଇ ପାଖ ଦୋକାନରୁ ରୁଟି ଲାଗି ଅଟା, ସକାଳୁ ଲାଗି ସୋଲା, ଛତୁଆ, ତେଲ, ଫୁଟଣ ଧରି ଦୌଡ଼ି ଦୌଡ଼ି ଶୀଘ୍ର ଚାଲି ଆସିଲା। ପଣ୍ଡିତେ ଗୋଟାଏ ମୋଟାମୋଟି ଡାଲମା ବସାଇ ଦେଇ କହିଲେ, ପକା କମର ପୁଅ ଛତା, ଶୁଣ ଅବଲକରା କହିଲା କଥା। ଏହି ରାଜ୍ୟରେ ସଦାନନ୍ଦ ସୌଦାଗର ନାମରେ ଜଣେ ବିରାଟ ବଣିକ ଥିଲା। ଅମାପ ଧନ ଓ ଅକଳନ ପ୍ରତିପତ୍ତି ଥିଲା। ଦୁଇଟି ପୁଅ, ପ୍ରେମଚାନ୍ଦ ଓ ଆତ୍ମାନନ୍ଦ। ସେ ଖୁବ୍ ସୁନ୍ଦର, ଖୁବ୍ ବିଳାସୀ। ପଶା ଖେଳ ଆଉ ଜୁଆ ଖେଳରେ ଦିନ କାଟନ୍ତି। ଅମାପ ଧନ ତ ରହିଲା ତାଙ୍କର, ଆଉ ପରବାଏ କ'ଣ? ପିତା ସଦାନନ୍ଦ ଏସବୁ ଦେଖି ମନେ ମନେ ଭାବନ୍ତି, ପୁଅ ଦୁଇଟି ଯାହା ହେଲେଣି, ଶେଷରେ ସବୁ ହରାଇ ଦେଇ ଭିକ ମାଗିବେ। ବସି ଖାଇଲେ ନଈବାଲି ସରେ। ଧନ ରୋଜଗାର କରିବା କଷ୍ଟ ଏମାନେ କେମିତି ବୁଝିବେ? ମଣିଷ ହେଇଯାଆନ୍ତେ। ଦିନକର ପୁଅ ଦୁହିଁଙ୍କୁ ବସାଇ ସଦାଗର କହିଲେ, ବାବୁରେ, ବସି ଖାଇଲେ ନଈବାଲି ସରେ। ମୁଁ ଯୌବନରେ କଠୋର ପରିଶ୍ରମ କରି ଏସବୁ ଧନ କମାଇଛି। ତମେ ଏବେ ଏ ବୋଇତ ନେଇ ଆମର ଜାତିଗତ ବ୍ୟବସାୟ କର। ଦେଶ ବିଦେଶ ଦେଖ। ତମେ ବି ଧନ ଉପାର୍ଜନ କର। ସଂସାର କରି ପିଲାପିଲି ହେଲେ ଆଉ ରୋଜଗାରକୁ ଯାଇପାରିବ ନାହିଁ। ମୁଁ ତ ସବୁଦିନ ନଥିବି। ତେଣୁ ମୋ ଅବସ୍ଥାରେ ଉପାର୍ଜନ କଲେ ତୁମର ସାହସ ବଢ଼ିବ। ପିତାଙ୍କ ପ୍ରସ୍ତାବରେ ରାଜି ହୋଇଗଲେ ଦୁଇ ପୁଅ। ତେଣୁ ସମୁଦ୍ର ମୁହାଣରେ ବୋଇତ ଦୁଇଟା ପ୍ରସ୍ତୁତ ହେଲା। ବହୁ ପଦାର୍ଥ ବିଦେଶରେ ବିକ୍ରି ହେଲା ପରି ସେଥିରେ ବୋଝେଇ ହେଲା। ଦିନ କାଳ, ବାର ତିଥି, ନକ୍ଷତ୍ର ଗଣକ ପଚାରି ଲୋକବାକ ନାବିକମାନଙ୍କୁ ନେଇ ଶୁଭବେଳାରେ ସେମାନେ ବାହାରିଲେ। ସମୁଦ୍ର ପଥରେ ବୋଇତ ନେଇ ଦୁଇ ଭାଇ ଦୁଇ ଦିଗକୁ ଗଲେ। କିଏ କେତେ ରୋଜଗାର କରିବ ଓ ବାପାଙ୍କର ଯୋଗ୍ୟ ପୁତ୍ର ବୋଲି ପ୍ରମାଣିତ ହେବ। ବଡ଼ ଭାଇ ପ୍ରେମାନନ୍ଦ ବୋଇତ ସିଂହଳ ଦ୍ୱୀପରେ ଲାଗିଲା। ସେ ସେଠାରେ ବେପାର କରୁ କରୁ ସିଂହଳ ପଶ୍ଚିମାଞ୍ଚଳ ତାମିଲ ରାଜକନ୍ୟା ସହିତ ପରିଚୟ ହୋଇ ତାଙ୍କୁ ବିବାହ ହୋଇ ସେ ସିଂହଳରେ ରହିଗଲା। ସାନ ଭାଇ ଆତ୍ମାନନ୍ଦ ମହାସମୁଦ୍ର ଭିତରେ ଗତି କରୁ କରୁ ହିମାଳୟ ପାର ହେବା ପରେ
ଭୀଷଣ ତୁଷାର ଝଡ଼ିରେ ବୋଇତ ବୁଡ଼ିଗଲା। ଲୋକବାକ ଛିନ୍ନ ବିଚ୍ଛନ୍ନ ହୋଇଗଲେ। ଈଶ୍ୱରଙ୍କ କୃପାରୁ ଆତ୍ମାନନ୍ଦ ସମୁଦ୍ର ଲହଡ଼ିରେ ପେଲି ହୋଇ ସମୁଦ୍ର ନଳିଆଙ୍କର ଛୋଟ ପାଲ ଧୁଆ କାଠର ଗଣ୍ଡି ଗୋଟାଏ ପାଇ ଜାବୁଡ଼ି ଧରିଲା। ଲହଡ଼ି କ୍ରମେ ନେଇ ଗୋଟିଏ ପାହାଡ଼ର ପାଦଦେଶ କୋଣରେ ଲଗାଇଦେଲା। ବହୁ କାଳରୁ ଜଣେ ସାଧୁ ସେଠାରେ ବାସ କରୁଥିଲେ। ସେ ସମୁଦ୍ର କୂଳରେ ବେଶାଷ୍ଟମ ଯୁବକ ଆତ୍ମାନନ୍ଦକୁ ଉଦ୍ଧାର କରି ଆଶ୍ରମକୁ ନେଇ ସାଷ୍ଟାମ କରି ପଚାରି ସବୁ କଥା ବୁଝିଲେ। କିଛି ଦିନ ପାଖରେ ରଖି ଅଷ୍ଟଧାତୁର ଏକ ଅଲୌକିକ ମୁଦ୍ରିକା ଦେଇ କହିଲେ, ଏହାକୁ ହାତରେ ପିନ୍ଧିଥା। ମନ୍ତ୍ରଟି ମଧ୍ୟ ଶିଖିନିଅ। ଏହା ଏକ ଯାଦୁ ମନ୍ତ୍ର। ମୁଦ୍ରିକାକୁ ଚାହିଁ ଏକ ମନ୍ତ୍ର ପଢ଼ିଲେ ଏକ ମାୟା ରାକ୍ଷସ ଉପସ୍ଥିତ ହେବ। ଭୟ ନ କରି ଯାହା ତାକୁ କହିବୁ ସେ ତତ୍କ୍ଷଣାତ୍ ତୋର ଆଦେଶ ପାଳିବ। ବିପଦ ଆପଦ କିଛି ପଡ଼ିବ ନାହିଁ। ସଦାଗର ସାନ ପୁଅ ଆତ୍ମାନନ୍ଦ ଏହି ଅଲୌକିକ ଶକ୍ତି ପାଇ ବହୁତ ଖୁସି ହେଲା। ଧନରତ୍ନ ବୋଇତ ପିତାମାତା ଭାଇଠାରୁ ବି ଏହି ଧନ ଅମୂଲ୍ୟ। ଥରେ ପରୀକ୍ଷା କରିବାକୁ ଋଷିଙ୍କ ପାଖରେ ସମୁଦ୍ର କୂଳ ଅରଣ୍ୟକୁ ଆସି ଅଷ୍ଟରତ୍ନ ଯାଦୁ କରି ମୁଦ୍ରିକାକୁ ମନ୍ତ୍ରଟି ପଢ଼ି କହିଲା, ମାୟାସୁର ମୋର କିଛି କାମ କର। କହିବା ମାତ୍ରେ ପ୍ରଚଣ୍ଡ ପବନ ହେଲା। ବିଜୁଳି ଝଲକ ପରି ଏକ ପ୍ରକାଣ୍ଡକାୟ ବିକଟାଳ ପୁରୁଷ, 60 ହାତ ଲମ୍ବ, ବିରାଟ ବାହୁ, ବିରାଟ ମୁଣ୍ଡ, ବଡ଼ ବଡ଼ ଆଖି କରି ଠିଆ ହୋଇ ମେଘ ଘଡ଼ଘଡ଼ି ରଡ଼ି ଛାଡ଼ି କହିଲା, ମୋତେ ଆଦେଶ କରି ମାଲିକ। ଭୟରେ ଘାବରେଇ ଗଲା ବିଚରା ଆତ୍ମାନନ୍ଦ। ଋଷିଙ୍କୁ ସୁବର୍ଣ୍ଣା କରି କହିଲା, ତୁମ ନାମ କଣ? ମାୟା ବିକଟାଳ, ମୋତେ ତୁମର ରୂପ ଦେଖି ଭୟ ହେଉଛି। ଏକଥା ଶୁଣି ଏପରି ହସିଲା ଯେ ତା ହସରେ ଗଛପତ୍ର ଝଡ଼ି ପଡ଼ିଲା। ଭୟ କରନି ମାଲିକ, ମୋତେ ଋଷି ତୁମକୁ ଦେଇଛନ୍ତି। ମୁଁ ତୁମର କେବେ ଅନିଷ୍ଟ କରିବି ନାହିଁ। ଆତ୍ମାନନ୍ଦ କହିଲେ, ମୋ ଭାଇ କେଉଁଠି ଖୋଜି ପାରିବ? ଅସୁର କହିଲା, କାଲ ସକାଳେ ସମଗ୍ର ପୃଥିବୀରୁ ଖୋଲି ବାହାର କରି ଆଣିବି। ତାପରେ ଧର୍ମାନନ୍ଦ କହିଲା, ମୁଁ ରହିବି କେମିତି, ଖାଇବି କ'ଣ? ଅସୁର ସଙ୍ଗେ ସଙ୍ଗେ ସେଠାରୁ ପବନ ପରି ଚାଲିଗଲା। କେଉଁ ରାଜପୁରୀରୁ ସୁମିଷ୍ଟ ଖାଦ୍ୟ ଆଉ ରାଜପୋଷାକ ଆଣି ସେଠାରେ ଗଦା କରି ଗୋଟାଏ ପାହାଡ଼କୁ ହାତ ମାରି ଦେବା ସଙ୍ଗେ ସଙ୍ଗେ ଭିତରେ ଏକ ସୁନ୍ଦର କୋଠାଘର ବାହାରି ପଡ଼ିଲା। ସେହି କୋଠା ଭିତରେ ରତ୍ନ ପଲଙ୍କ, ହଂସୁଲ, ସେଜ ଆଉ ରାଜକୀୟ ପଦାର୍ଥ ରଖି କହିଲା, ଏହିଠାରେ ରୁହ ମାଲିକ। ଆତ୍ମାରାମ ପ୍ରଶଂସା କରି ବହୁତ ଖୁସି ହୋଇ କହିଲା, ଏକୁଟିଆ କେମିତି ରହିବି? ଅସୁର ଏକଥା ଶୁଣିବା ପରେ ସେହି ପାହାଡ଼ ମାୟାପୁରୀର ଆଉ ଗୋଟିଏ ଦ୍ୱାର ଦେଇଗଲା। ତା ଭିତରୁ ଜଣେ ଅପୂର୍ବ ସୁନ୍ଦରୀ ସ୍ୱର୍ଗ ବିଦ୍ୟା ଧରି ଅର୍ଦ୍ଧନଗ୍ନ ପୋଷାକ ପିନ୍ଧି ଅର୍ଘ୍ୟଥାଳି ଧରି ବାହାରିଲା। ପଛରେ 16ଟି ସମବୟସୀ ସୁନ୍ଦରୀ ବାଳିକା ହସି ହସି ଆତ୍ମାରାମକୁ ନମସ୍କାର କରି ଟାଣି ନେଇ ପଲଙ୍କରେ ବସାଇ ଆଲଟ ଚାମର କଲେ। ତାପରେ ବୀର ସୈନିକ ପ୍ରହରୀ କେତେଜଣ ବାହାରି ମୁଖ୍ୟ ଦ୍ୱାରକୁ ଜଗିବା ଓ ପହରା ଦେବାକୁ ଲାଗିଲେ। ଅସୁର କହିଲା, ଏବେ ଆଉ ଭୟ ନାହିଁ। ଆନନ୍ଦରେ ଏଠାରେ ରାଜସୁଖ କର। ରାତି ପାହିଲେ ମୁଁ ଆସିବି। ମାୟା ଅସୁର ଆଖିର ପଲକରେ ସେଠାରୁ ମିଳାଇଲା। ସୁନ୍ଦରୀ ବିଦ୍ୟାଧାରୀମାନେ ହସ କୌତୁକରେ ଯୁବରାଜ ପରି ସଜାଇ ଦେଲେ ଆତ୍ମାରାମକୁ। କେଳିପୁର ରଚନା କରି ପ୍ରଧାନ ମାୟାବତୀ ଶ୍ରେଷ୍ଠ ସୁନ୍ଦରୀକୁ କୋଳରେ ବସାଇ କେଳି ରସରେ ନିମଜ୍ଜିତ କରାଇଲେ। ସେମାନେ ତ ମାୟାମୋହିନୀ, ଦେଖିବାକୁ ଯେପରି ଅପୂର୍ବ, ସେହିପରି ତାଙ୍କ କଥା, ଗୀତ, ଆଳାପ, ଦେହର ସ୍ପର୍ଶ ମଧ୍ୟ ସେହିପରି ଯାଦୁ କରି ସ୍ପର୍ଶ କରେ। ଆତ୍ମାନନ୍ଦ ଆତ୍ମହରା ହେଇ ଯେପରି ସ୍ୱର୍ଗ ସୁଖ ଲାଭ କରି ମନେ ମନେ ଋଷିଙ୍କୁ ଧନ୍ୟବାଦ ହେଲା। ରାତି ପାହିଲା। ହଠାତ୍ ଗୋଟାଏ ଧୂମାଳ ଆଉ ବଜ୍ର ନିନାଦ ଶବ୍ଦ ଶୁଭିଲା। ମାୟାଦୈତ୍ୟ ଗୋଟାଏ ଗଜଦନ୍ତ ପଲଙ୍କ ମୁଣ୍ଡେଇ ସେଠାରେ ପହଞ୍ଚି ରଖିଦେଇ ହାତ ବୁଲାଇବା ମାତ୍ରେ ସେଥିରେ ଥିବା 2ଟି ଯୁବକ ଯୁବତୀ ଚେତା ପାଇ ଧଡ଼ପଡ଼ ହେଇ ଉଠି ପଡ଼ିଲେ। ମାୟାଦୈତ୍ୟ କହିଲା, ଏଇମାନେ ତୁମର ଭାଇ ଭାଉଜ। ସିଂହଳ ଦ୍ୱୀପରୁ ପାଇଲି। ଏମାନେ ଏବେ କଥାବାର୍ତ୍ତା ପରେ କହିଲେ ନେଇ ଛାଡ଼ି ଦେଇ ଆସିବି। ମାୟାଦୈତ୍ୟ ଅଦୃଶ୍ୟ ହୋଇଗଲା। ଆତ୍ମାନନ୍ଦକୁ ଦେଖି ବଡ଼ ଭାଇ ପ୍ରେମାନନ୍ଦ ଉଠି ପଡ଼ି କୁଣ୍ଢାଇ ପକାଇଲା। ମାୟା ତରୁଣୀମାନେ ରାଜକନ୍ୟାକୁ ତୋଳି ନେଇଗଲେ ସୁନ୍ଦର ସୁସଜ୍ଜିତ ଘରକୁ। 2 ଭାଇ ଆଳାପ ଆଲୋଚନା କଲେ। ରାଜକୁମାରୀ ସାନ ଭାଇର ଏହି ଆଶ୍ଚର୍ଯ୍ୟ ବିଭବ ଶକ୍ତି ଦେଖି ଅତି ଆଶ୍ଚର୍ଯ୍ୟ ହୋଇଗଲା। ଆନନ୍ଦରେ ଦିନଟି କଟାଇ ରାତିରେ ଶୋଇବା ମାତ୍ରେ
ମାୟାଦୈତ୍ୟ ପୁନରାୟ ସେମାନଙ୍କୁ ମୋହ କରି ନେଇ ସିଂହଳ ଦ୍ୱୀପରେ ଛାଡ଼ିଦେଇ ଆସିଲ। କିଛି ଦିନ ସେଠାରେ ରହିବା ପରେ ଆତ୍ମାନନ୍ଦ ବୁଲିବାକୁ ବାହାରି ଏହି ରାଜ୍ୟରେ ପହଞ୍ଚିଥିଲା। ଏଠାରେ ସେତେବେଳେ ରାଜା ଶତ୍ରୁମାନଙ୍କ ସଙ୍ଗରେ ପ୍ରବଳ ଲଢ଼େଇ କରୁଥାନ୍ତି। ସବୁ ସାରିଲେଣି, ରାଜଦୁର୍ଗଟି ବାକି ରହିଛି। ଆତ୍ମାନନ୍ଦ ଏକଥା ଶୁଣି ରାଜାଙ୍କୁ ଦେଖା କରି ଶତ୍ରୁମାନଙ୍କୁ ପରାସ୍ତ କରିବା ଦାୟିତ୍ୱ ନେଲା। ଆଉ ମାୟାଦୈତ୍ୟକୁ ଡାକି ଶତ୍ରୁମାନଙ୍କୁ ନିବାତ କରିବାକୁ କହିଲା। ମାତ୍ର ଗୋଟାଏ ଦିନ ଭିତରେ ମାୟାଦୈତ୍ୟ ଶତ୍ରୁକୁ ଗୋଟାଇ ନେଇ ମହାସମୁଦ୍ର ଭିତରେ ପକାଇ ମାରିଦେଲା। ରାଜା ଖୁସି ହୋଇ ତାଙ୍କର ପୂର୍ବ ସୁନ୍ଦରୀ ଝିଅ ରତ୍ନମଞ୍ଜରୀକୁ ତା ସହିତ ବିବାହ ଦେଲେ। ଆଉ ଧନରତ୍ନ ସହ ଦାସଦାସୀ ହାତୀ ଘୋଡ଼ା ମଧ୍ୟ ଦେଲେ। ସମସ୍ତେ ଯାଇ ମାୟାପୁରୀରେ ରହିଲେ। ସେଠାରେ ଗୋଟାଏ ବିରାଟ ରାଜ୍ୟ ଗଢ଼ି ଉଠିଲା। ଆତ୍ମାନନ୍ଦ ଗଲାବେଳେ ମାୟାଦୈତ୍ୟକୁ କହି ଏଠାରେ ଗୋଟିଏ ସ୍ମୃତି ଚିହ୍ନ ଲାଗି ଶତ୍ରୁ ପକ୍ଷରୁ ଜଣକୁ ଅସୁର କରିଦେଇ ରାଜ୍ୟର ପ୍ରହରୀ ରୂପେ ଛାଡ଼ିଗଲା। ସେହି ଅସୁର ବିକଟାଳ ରୂପ ଧରି କିଛିଦିନ ବୁଲି କେବଳ ମଣିଷ ଆଉ ପଶୁ ଖାଇଗଲା। ରାଜା ଗୋଟାଏ କାଚଘର କରି ତା ଭିତରେ ପୂରାଇ ରଖିଲେ। ବହୁକାଳ ହେଲାଣି ମନ୍ତ୍ର ଶକ୍ତି ବଳରେ ଅସୁରଟା ସେହିପରି ରହିଛି। ଲୋକେ ତାକୁ ଦେଖିବାକୁ ଆସୁଛନ୍ତି। ସେ ଏଣିକି ଅନିଷ୍ଟ କରୁନାହିଁ। ବହୁ ବର୍ଷର ବୃଦ୍ଧ ହୋଇ କେବଳ କୁମ୍ଭକର୍ଣ୍ଣ ପରି ଶୋଇ ରହିଛି। ମନ୍ତ୍ରଶକତି କଳନା ନୁହେଁ, ଅନେକ କରିପାରେ। କାହାଣୀର ମଞ୍ଜି ଅବୋଲ କରା, କହିଦେଲି ତୋ ଆଗରେ। ରହୁନି କିଛି ରହିବ ନାହିଁ, ମଣିଷ ଯାଏ ମରି। କାଳ କାଳକୁ କିରତି ତାର, ରହେ ସ୍ମୃତିକୁ ଧରି।